ସେଦିନ ରାତିରେ ମୁଁ ବାହାର କରୁଥିଲି ଏକ ବସିବାକୁ ସେ ରାସ୍ତା ପେଟେ ରମେଶ ମୋତେ ଡାକିଲା, କହିଲା ମୋ ପାଖକୁ ଆ। ମୁଁ ନ ଯିବାରୁ ମୋ ପାଖକୁ ଆସିଲା, ମୋତେ ଜାକି ଧରିକି ମୋ ଛାତି ପାତି ଚିପିକି ମୋ ସୁନା ଭିତରେ ହାତ ପୁରେଇ ଦେଲା। ମୋତେ କହିଲା ମୋ ସହିତ 4, 10, 15 ମିନିଟ୍ ମୁଁ ତୋତେ ଆଣି ଛାଡ଼ିଦେବି। ମୋତେ ଯେଉଁଠୁ କାଟିଲା ମୁଁ କହିଲି କାଟିଲା। ବୋଉ ସେଠୁ ଆଇଲା, ବୋଉ କହିଲା ତାକୁ ଛାଡ଼ିଦେ, ତାକୁ କାହିଁ ଦେଉଛୁ। ସେଠୁ ଏତିକି କହିବା ମାତ୍ରେ ସେ ମୋଟର ସାଇକେଲ ବସି ପଡ଼ିଲା, ତା ସହିତ ଆଉ ଜଣେ ବି ଥିଲା। ମାନେ ସେଦିନ ଏ ଯେଉଁ ଘଟଣା ୟା ପରେ ଆପଣ କରିଥିଲେ, କେସ୍ କରିଥିଲେ ପୋଲିସ ଷ୍ଟେସନରେ? ଆଜ୍ଞା। ପୋଲିସ କ'ଣ କାର୍ଯ୍ୟାନୁଷ୍ଠାନ ନେଲେ? ପୋଲିସ ବାଲା କିଛି ବି ଶୁଣୁନାହାନ୍ତି, ଏଇ ଆଇଆସି କିଛି ବି ଶୁଣୁନାହାନ୍ତି, ଆମ କଥା ବି କିଛି ଶୁଣୁନାହାନ୍ତି। ଆଇଆସି କିଛି ଶୁଣୁନାହାନ୍ତି? କ'ଣ କହୁଛନ୍ତି? କହୁଛନ୍ତି କେସ୍ ଚାଲିଛି ବି, ସେ ଆଇଆସି ବି ଲାଞ୍ଚ ବି ନେଇଛନ୍ତି। ରମେଶ ବେହେରା ତ ନା? ଆଜ୍ଞା। ସେ କ'ଣ କରେ ରମେଶ ବେହେରା? ସେ ପାନ ଦୋକାନ କରିଛି। ପାନ ଦୋକାନ କରୁଛି। ସେ ଏବେ ବାହାରେ ବୁଲୁଛି? ଆଜ୍ଞା। ତ ତାକୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ଆରେଷ୍ଟ କରାଯାଇ ନାହିଁ? ନାହିଁ। ତାକୁ ସେଦିନ ଯେଉଁ ନେଇଥିଲେ ଥାନାରେ ଛାଡ଼ି ଦେଇଥିଲେ? ଆଜ୍ଞା। ଏବେ ସୁଦ୍ଧା ସେ ବାହାରେ ବୁଲୁଛି? ଆଜ୍ଞା। ତ ଯେଉଁ ପୋଲିସ ଆସୁଛନ୍ତି ଏବେ ସୁଦ୍ଧା ଆପଣଙ୍କ ଘରକୁ ଆସିଲେଣି? କିଛି ଇନକ୍ୱାରି କରିବା ପାଇଁ ଆସିଲେଣି? ହଁ ଆଇଥିଲେ। ଆସି କ'ଣ କହିଲେ? ସେ କହିଲେ ଯେ କହିଲେ ତୁମେ କେଉଁଠି ଏକ ବସିଥିଲ, କ'ଣ କରୁଥିଲ? ମୁଁ ସେଇଠୁ କହିଲି, ମୁଁ ସେଇଠି ଏକ ବସିଥିଲି, ସେ ମୋତେ ଆସି ସେଇଠି ଡାକିଲା। ଆଚ୍ଛା, ଡାକିଲା ଯେତେବେଳେ ତମେ କ'ଣ ଗଲ ନା ସେ ନିଜେ ଆସିଲା? ସେ ନିଜେ ଆସିଲା। ସେ ନିଜେ ଆସିଲା? ଆଜ୍ଞା। ଆଚ୍ଛା, ତ ତାପରେ ପୋଲିସ ତାପରେ କ'ଣ କହୁଛନ୍ତି? ପୋଲିସ ପଚାରିଲେ ଘଟଣା କ'ଣ ହେଇଛି ସବୁ ପଚାରିଲେ, ଆଉ ତାପରେ କିଛି ବି ଶୁଣୁନାହାନ୍ତି। ମାନେ କହିସାରିଲା ପରେ କିଛି ଶୁଣୁନାହାନ୍ତି? କିଛି ତ ରିପ୍ଲାଏ ଦେଇଥିବେ ଯେ କେତେ ଦିନ ଲାଗିବ କି ଏମିତି କ'ଣ କରିବା, କିଛି ରିପ୍ଲାଏ ଦେଇନାହାନ୍ତି? କିଛି ନା କିଛି ବି କହୁନାହାନ୍ତି? ନା। ତ ତାହେଲେ ଏବେ କ'ଣ କରିବ? ପୋଲିସ ଯଦି ଆମକୁ ନ୍ୟାୟ ନ ଦେଇପାରୁଛି ତାହେଲେ ଆମକୁ ମନା କରିଦେଉନାହାନ୍ତି, ଆମେ ଆମର ଆତ୍ମହତ୍ୟା କରିଦେବୁ। ଆମର କ'ଣ ସମାଜରେ ବଞ୍ଚିବାର ଅଧିକାର ନାହିଁ? ଆଇଆଇଏସ୍ କହୁଛନ୍ତି ଇନକ୍ୱାରି ଚାଲିଛି, ଇନକ୍ୱାରି କେତେ ଦିନ ଚାଲିବ? ଆଇଆଇସି କହୁଛନ୍ତି ଯେତେ ଆଜିକି ପ୍ରାୟ 3 ମାସ ହେଲାଣି, ଆଇଆଇସି ଯେବେ ବି ପଚାରିଲେ କହୁଛନ୍ତି ଇନକ୍ୱାରି ଚାଲିଛି। ଆଜ୍ଞା। ଆଉ ତାଠୁ ଅଧିକା କିଛି କହୁନାହାନ୍ତି? ନା। ଆପଣ ପଚାରିଲେ ନା କେତେ ଦିନ ଇନକ୍ୱାରି ହେଲା ପରେ ଯେ ଦୋଷୀକି ଦଣ୍ଡ ମିଳିବ, ତାକୁ ଆରେଷ୍ଟ କରାଯିବ? ଏଗୁଡ଼ା ବି କିଛି କହୁନାହାନ୍ତି। କିଛି କହୁନାହାନ୍ତି? ଆଉ ତାପରେ କ'ଣ ଜୀବନସାରା ଖାଲି ଆପଣ ପଚାରି ଦେଇଥିବା ଗଲେ ଯେ ଜୀବନସାରା କ'ଣ ଆମେ ଯେତେବେଳେ ଆସିବୁ ସେମିତି ଖାଲି ଇନକ୍ୱାରି ଚାଲିବ? ସେ ତ ଖାଲି ଲାଞ୍ଚ ନେଇକି ତ ଦବେଇ ଦେଉଛନ୍ତି କେସ୍ଟାକୁ।